ଦିନେ ନାରଦ ମୁନି ଦ୍ୱାରିକାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ପ୍ରଭୁ, ଆପଣ ଏହି ସଂସାରକୁ ପ୍ରେମରୁ ସୃଷ୍ଟି କରିଛନ୍ତି। ପିତାମାତା ନିଜ ରକ୍ତ ନିଗାଡ଼ି ସନ୍ତାନକୁ ବଡ଼ କରନ୍ତି, କିନ୍ତୁ ସେହି ସନ୍ତାନ କାହିଁକି ବୃଦ୍ଧାବସ୍ଥାରେ ସେମାନଙ୍କୁ ପର କରିଦିଏ? ଏହା କି ପ୍ରକାରର ନ୍ୟାୟ? ଶ୍ରୀକୃଷ୍ଣ ସ୍ମିତହାସ୍ୟ ଦେଇ କହିଲେ, ନାରଦ, ଏହାର ଉତ୍ତର ପାଇବା ପାଇଁ ତୁମକୁ ମୋ ସହିତ ମର୍ତ୍ତ୍ୟଲୋକକୁ ଯିବାକୁ ପଡ଼ିବ। ଉଭୟ ସାଧାରଣ ବିଷୟରେ ଏକ ଗ୍ରାମର ଶେଷ ମୁଣ୍ଡରେ ପହଞ୍ଚିଲେ। ସେଠାରେ ଏକ ଜରାଜୀର୍ଣ୍ଣ ବୃଦ୍ଧ ବ୍ୟକ୍ତି ଗଛ ମୂଳେ ବସି ଧୂଳିମଳିରେ ଲୁହ ଗଡ଼ାଉଥିଲା। ନାରଦ ତାଙ୍କୁ ପଚାରିଲେ, ହେ ବୃଦ୍ଧ, ତୁମର ଏହି ଅବସ୍ଥା କାହିଁକି? ବୃଦ୍ଧ ଜଣକ କଇଁ କଇଁ ହୋଇ କାନ୍ଦି କହିଲେ, ବାବୁ, ମୋ ପୁଅ ଆଜି ସହରରେ ବଡ଼ ଅଫିସର। ତାକୁ ପାଠ ପଢ଼ାଇବା ପାଇଁ ମୁଁ ନିଜେ ଉପାସେ ରହିଛି। ଖରା ବର୍ଷାରେ ମୂଲ ଲାଗିଛି, କିନ୍ତୁ ଆଜି ତାର ସୁନ୍ଦର ବଙ୍ଗଳାରେ ମୋ ପାଇଁ ଗୋଟିଏ କୋଣ ବି ନାହିଁ। ମୋର କାଶର ଶବ୍ଦରେ ତା ନିଦ ଭାଙ୍ଗୁଛି ବୋଲି ସେ ମୋତେ ଏଠାରେ ଛାଡ଼ି ଦେଇ ଚାଲିଗଲା। ନାରଦ କ୍ରୋଧିତ ହୋଇ କହିଲେ, ପ୍ରଭୁ, ଏହା ତ ଅନ୍ୟାୟର ଚରମ ସୀମା। ଏହି ପୁଅକୁ କଠୋର ଦଣ୍ଡ ମିଳିବା ଉଚିତ। ଶ୍ରୀକୃଷ୍ଣ ଶାନ୍ତ ସ୍ୱରରେ କହିଲେ, ନାରଦ, କୌଣସି ଫଳକୁ ଦେଖି ଗଛକୁ ନିନ୍ଦା କର ନାହିଁ, ବରଂ ଦେଖ ସେହି ଗଛର ମୂଳରେ କେଉଁ ବିହନ ବୁଣା ହୋଇଥିଲା। ଶ୍ରୀକୃଷ୍ଣ ବୃଦ୍ଧଙ୍କ କପାଳ ସ୍ପର୍ଶ କଲେ ଏବଂ ନାରଦଙ୍କୁ ତାଙ୍କ ପୂର୍ବ ଜନ୍ମ ଦେଖାଇଲେ। ନାରଦ ଦେଖିଲେ, ସେହି ବୃଦ୍ଧ ଜଣକ ପୂର୍ବ ଜନ୍ମରେ ଜଣେ ପ୍ରତିଭାଶାଳୀ ଧନୀ ଥିଲେ। ସେ ମଧ୍ୟ ନିଜର ବୃଦ୍ଧ ପିତାମାତାଙ୍କୁ ଅଦରକାରୀ କହି ଘରୁ ବାହାର କରିଦେଇଥିଲେ। ସେମାନେ ଭୋକ ଉପାସରେ ରାସ୍ତାରେ ମୃତ୍ୟୁବରଣ କରିଥିଲେ। ସେହି ଆତ୍ମା ହିଁ ଏହି ଜନ୍ମରେ ତାଙ୍କର ପୁତ୍ର ହୋଇ ଆସିଛି। ଶ୍ରୀକୃଷ୍ଣ ବୁଝାଇଲେ, ନାରଦ, ସଂସାର ଏକ ପ୍ରତିଧ୍ୱନି ଭଳି। ତୁମେ ଯାହା କରିବ ତାହା ହିଁ ଫେରି ପାଇବ। ଏହି ବୃଦ୍ଧ ଜଣକ ଆଜି କୌଣସି ନୂଆ କଷ୍ଟ ପାଉନାହାନ୍ତି, ବରଂ ନିଜ ହାତରେ ବୁଣିଥିବା କଣ୍ଟା ଗଛର ଫଳ ପାଉଛନ୍ତି। ଆଗକୁ ଯାଇ ଶ୍ରୀକୃଷ୍ଣ ଏକ ପକ୍ଷୀ ବସା ଦେଖାଇଲେ। ମା ପକ୍ଷୀଟି ନିଜ ଥଣ୍ଟରେ ଦୂରରୁ ଖାଦ୍ୟ ଆଣି ଛୁଆଙ୍କ ପାଟିରେ ଦେଉଥିଲା, କିନ୍ତୁ ଯେତେବେଳେ ଛୁଆମାନଙ୍କର ଡେଣା ଶକ୍ତ ହେଲା, ସେମାନେ ମାର ସେବା କରିବା ପରିବର୍ତ୍ତେ ନିଜ ନିଜ ଆକାଶକୁ ଉଡ଼ିଗଲେ। ଶ୍ରୀକୃଷ୍ଣ ନାରଦଙ୍କୁ କହିଲେ, ସଂସାରର ମୋହ ସବୁବେଳେ ତଳମୁହାଁ ହୋଇ ବହେ। ପିତାମାତାଙ୍କ ମୋହ ପିଲାଙ୍କ ଉପରେ ଥାଏ, କିନ୍ତୁ ପିଲାଙ୍କ ମୋହ ସେମାନଙ୍କର ନିଜ ପିଲାଙ୍କ ଉପରେ ଥାଏ। ଏହା ପ୍ରକୃତିର ସୃଜନ ପ୍ରକ୍ରିୟା। ଯେ ପର୍ଯ୍ୟନ୍ତ ମଣିଷ ନିଜକୁ କେବଳ ଏହି ଶରୀର ଓ ସାଂସାରିକ ବସ୍ତୁ ସହ ଯୋଡ଼ିଥାଏ, ସେ ପିତାମାତାଙ୍କୁ କେବଳ ଏକ ଉତ୍ସ ଭାବି ଦେଖେ। ଯେତେବେଳେ ସେହି ଉତ୍ସରୁ କିଛି ମିଳିବା ବନ୍ଦ ହୋଇଯାଏ, ସେ ସମ୍ପର୍କ ଛିନ୍ନ କରିଦିଏ। କିନ୍ତୁ ଯେଉଁ ସନ୍ତାନ ଭିତରେ ଆଧ୍ୟାତ୍ମିକ ଜ୍ଞାନ ଓ ବିବେକ ଜାଗ୍ରତ ହୁଏ, ସେ ବୁଝେ ଯେ ପିତାମାତା ହେଉଛନ୍ତି ସାକ୍ଷାତ ଈଶ୍ୱର। ସେ ମୋହବଶତଃ ନୁହେଁ, ବରଂ କର୍ତ୍ତବ୍ୟ ଓ ଧର୍ମ ଭାବରେ ସେବା କରେ। ଚଢ଼େଇ ବସାର ସେହି ପ୍ରକୃତି ସିଦ୍ଧ ଉଦାହରଣ ପରେ ଶ୍ରୀକୃଷ୍ଣ ନାରଦଙ୍କୁ ଆଉ ଏକ ଗଭୀର ସତ୍ୟ ଦେଖାଇବା ପାଇଁ ଏକ ନଦୀ କୂଳକୁ ନେଇଗଲେ। ସେଠାରେ ଯାହା ଘଟିଲା ତାହା ମାନବ ସମାଜ ଚରିତ୍ରକୁ ଆହୁରି ସ୍ପଷ୍ଟ କରିଦେଲା। ନଦୀ କୂଳରେ ଏକ ବିଶାଳ ବରଗଛ ଥିଲା, ଯାହା ଏବେ ସମ୍ପୂର୍ଣ୍ଣ ଶୁଖିଯାଇଥିଲା। ସେଥିରେ ପତ୍ର ନଥିଲା କି ଫଳ ନଥିଲା। ଶ୍ରୀକୃଷ୍ଣ ନାରଦଙ୍କୁ କହିଲେ, ନାରଦ, ଏହି ଗଛଟିକୁ ଦେଖ। ଦିନେ ଏହା ସବୁଜ ଥିଲା। ହଜାର ହଜାର ପକ୍ଷୀ ଏଠାରେ ଆଶ୍ରୟ ନେଉଥିଲେ, କିନ୍ତୁ ଆଜି ଏହା ଶୁଖିଯାଇଛି ବୋଲି ଗୋଟିଏ ବି ପକ୍ଷୀ ଏହା ପାଖକୁ ଆସୁନାହାନ୍ତି। ଶ୍ରୀକୃଷ୍ଣ କହିଲେ, ନାରଦ, ସଂସାରର ସମ୍ପର୍କ ଅନେକ ସମୟରେ ପ୍ରୟୋଜନ ବା ଆବଶ୍ୟକତା ଉପରେ ତିଷ୍ଠି ରହିଥାଏ। ପିତାମାତା ଯେତେବେଳେ ପର୍ଯ୍ୟନ୍ତ ସନ୍ତାନକୁ କିଛି ଦେଇପାରନ୍ତି, ସେତେବେଳେ ପର୍ଯ୍ୟନ୍ତ ସନ୍ତାନ ସେମାନଙ୍କ ପାଖରେ ଥାଏ। ଯେତେବେଳେ ପିତାମାତା ହିଁ ଏକ ଶୁଖିଲା ଗଛ ପରି ଅସହାୟ ହୋଇଯାଆନ୍ତି, ସ୍ୱାର୍ଥପର ସନ୍ତାନ ସେମାନଙ୍କୁ ତ୍ୟାଗ କରି ନୂଆ ଆଶ୍ରୟ ଖୋଜେ। ସେମାନେ ଆଗକୁ ଯାଇ ଦେଖିଲେ ଜଣେ ଗୋପାଳ ଗାଈ ଦୁହୁଁଛି। ବାଛୁରୀଟି ଡେଇଁ ଡେଇଁ ମା ପାଖକୁ ଯାଉଛି, କିନ୍ତୁ ଯେମିତି ଗାଈର କ୍ଷୀର ସରିଗଲା, ଗୋପାଳ ବାଛୁରୀକୁ ଦୂରରେ ବାନ୍ଧିଦେଲା। ବାଛୁରୀଟି କିଛି ସମୟ ଅପେକ୍ଷା କଲା, କିନ୍ତୁ ଯେତେବେଳେ ଜାଣିଲା ଯେ ଆଉ କ୍ଷୀର ମିଳିବ ନାହିଁ, ସେ ମଧ୍ୟ ନିଜ ଖେଳରେ ମାତିଗଲା ଏବଂ ମା ଗାଈଟି ପଛକୁ ଚାହିଁ ରଡ଼ି କରୁଥିଲା। ଶ୍ରୀକୃଷ୍ଣ କହିଲେ, ନାରଦ ଦେଖ, ପିତାମାତାଙ୍କ ମମତା ଅଫେରନ୍ତା।
ଗାଈଟି ବାଛୁରୀ ପାଇଁ ବ୍ୟାକୁଳ, କିନ୍ତୁ ବାଛୁରୀର ପେଟ ପୁରିଗଲା ପରେ ସେ ମାଆର କଷ୍ଟ ବୁଝିପାରୁନାହିଁ। ସନ୍ତାନମାନେ ବଡ଼ ହେଲେ ସେମାନଙ୍କ ପାଇଁ ପିତାମାତାଙ୍କ ସେବା କରିବା ଅପେକ୍ଷା ନିଜର ସୁଖ ଓ ସଂସାର ବଡ଼ ହୋଇଯାଏ। ନାରଦଙ୍କୁ ଏସବୁ ଦେଖାଇବା ପରେ ଶେଷରେ ଶ୍ରୀକୃଷ୍ଣ ଏକ କୁଟୀର ପାଖକୁ ନେଇଗଲେ। ସେଠାରେ ଜଣେ ଗରିବ ପୁଅ ନିଜର ଅନ୍ଧ ବାପା ମାଙ୍କୁ ନିଜ ହାତରେ ଖୁଆଇ ଦେଉଥିଲା। ତା ପାଖରେ ଧନ ନଥିଲା, କିନ୍ତୁ ଶାନ୍ତି ଥିଲା। ଶ୍ରୀକୃଷ୍ଣ କହିଲେ, ନାରଦ, ସବୁ ସନ୍ତାନ ସ୍ୱାର୍ଥପର ନୁହନ୍ତି। ଯାହା ଭିତରେ ସଂସ୍କାର ଏବଂ ଆଧ୍ୟାତ୍ମିକତା ଥାଏ, ସେ ବୁଝେ ଯେ ପିତାମାତା କୌଣସି ଶରୀର ନୁହନ୍ତି, ସେମାନେ ହେଉଛନ୍ତି ପୁଣ୍ୟର ଦ୍ୱାର। ଯିଏ ନିଜ ପିତାମାତାଙ୍କୁ ଆଖିରେ ଲୁହ ଦିଏ, ସେ ମୋତେ ପାଇବା ପାଇଁ ଯେତେ ଜପତପ କଲେ ବି ତାକୁ ମୁଁ ଗ୍ରହଣ କରେ ନାହିଁ। ଶ୍ରୀକୃଷ୍ଣ କହିଲେ, ଏହି ସଂସାର ହେଉଛି ମାୟାର ଏକ ଜାଲ। ଯିଏ କେବଳ ମୋହରେ ବାନ୍ଧି ହୁଏ, ସେ ବୃଦ୍ଧାବସ୍ଥାରେ କଷ୍ଟ ପାଏ। କିନ୍ତୁ ଯିଏ ପିତାମାତାଙ୍କୁ ସେବା କରିବାକୁ ନିଜର ସୌଭାଗ୍ୟ ମନେ କରେ, ସେ ମୋହର ଊର୍ଦ୍ଧ୍ୱରେ ରହି ପ୍ରେମର ପ୍ରକୃତ ସ୍ୱାଦ ପାଏ। ନାରଦ ନିଜ ପ୍ରଶ୍ନର ଉତ୍ତର ପାଇସାରିଥିଲେ। ସେ ବୁଝିଲେ ଯେ ସଂସାରର ନିୟମ ସ୍ୱାର୍ଥ ଓ ମୋହ ଉପରେ ଚାଲେ, କିନ୍ତୁ ଭକ୍ତି ଓ ଧର୍ମ ହିଁ ମଣିଷକୁ ଏହି ଚକ୍ରରୁ ଉଦ୍ଧାର କରେ। ନାରଦ ଶ୍ରୀକୃଷ୍ଣଙ୍କୁ ପୁନଃ ପ୍ରଶ୍ନ କଲେ କି କେଉଁ କର୍ମ କଲେ ଗୃହରେ ଦେବତୁଲ୍ୟ ସନ୍ତାନ ଜନ୍ମ ହୁଅନ୍ତି। ଶ୍ରୀକୃଷ୍ଣ ସ୍ମିତହାସ୍ୟ ଦେଇ ନାରଦଙ୍କୁ କହିଲେ, ଯେଉଁ ବ୍ୟକ୍ତି ନିଜ ପିତାମାତାଙ୍କୁ ଜୀବିତ ଦେବତା ମାନି ସେବା କରେ, ସେହି ପୁଣ୍ୟ ବଳରେ ତାକୁ ଏପରି ସନ୍ତାନ ମିଳେ ଯିଏ ତାର ବୃଦ୍ଧାବସ୍ଥାରେ ତାର ସାହାରା ହୁଏ। ଗର୍ଭାବସ୍ଥା ପୂର୍ବରୁ ଓ ସେହି ସମୟରେ ଯଦି ପିତାମାତା ଶୁଦ୍ଧ ଆଚରଣ କରନ୍ତି, ଭଗବତ ଚିନ୍ତନ କରନ୍ତି ଏବଂ ଶାନ୍ତ ରୁହନ୍ତି, ତେବେ ସେହି ସକାରାତ୍ମକ ଶକ୍ତି ଏକ ଉଚ୍ଚ କୋଟିର ଆତ୍ମାକୁ ଆକର୍ଷିତ କରେ। ପରିଶ୍ରମ ଓ ସାଧୁତାର ସହ ରୋଜଗାର କରିଥିବା ଅନ୍ନରେ ଯେଉଁ ସନ୍ତାନ ବଡ଼ ହୁଏ, ତାର ବୁଦ୍ଧି ନିର୍ମଳ ରହେ ଏବଂ ସେ ପିତାମାତାଙ୍କୁ ସମ୍ମାନ ଦିଏ। ଶ୍ରୀକୃଷ୍ଣ କହିଲେ, ନାରଦ, କେବଳ ଜନ୍ମ ଦେଲେ ପିତାମାତା ହୁଅନ୍ତି ନାହିଁ। ଯିଏ ସନ୍ତାନକୁ ଧର୍ମ ଓ ବିବେକ ଶିଖାଏ, ସେ ହିଁ ପ୍ରକୃତ ପିତା। ଯେଉଁଠି ଅନୁଶାସନ ଓ ପ୍ରେମର ସନ୍ତୁଳନ ଥାଏ, ସେଠାରୁ ସୁସନ୍ତାନ ଗଠନ ହୁଏ। ନାରଦ ପୁଣି ପ୍ରଶ୍ନ କଲେ, କି କର୍ମ କଲେ କୁସନ୍ତାନ ପ୍ରାପ୍ତ ହୁଏ? ଶ୍ରୀକୃଷ୍ଣ ବୁଝାଇଲେ, କୁସନ୍ତାନ ବା ସ୍ୱାର୍ଥପର ସନ୍ତାନ ପ୍ରାପ୍ତି ହେବା ପଛରେ କେତେକ କର୍ମଦୋଷ ରହିଥାଏ, ଯେପରିକି ଋଣ ବନ୍ଧନ। ଯଦି ଜଣେ ବ୍ୟକ୍ତି ପୂର୍ବ ଜନ୍ମରେ କାହାର ସମ୍ପତ୍ତି ହଡପ କରିଥାଏ ବା କାହାକୁ ବଡ଼ ଧରଣର ଧୋକା ଦେଇଥାଏ, ତେବେ ସେହି ପୀଡ଼ିତ ବ୍ୟକ୍ତି ସନ୍ତାନ ରୂପେ ଜନ୍ମ ନେଇଥାଏ। ସେ ପିତାମାତାଙ୍କୁ କଷ୍ଟ ଦେଇ ଏବଂ ସେମାନଙ୍କୁ ଧନ ନଷ୍ଟ କରି ନିଜର ପୁରୁଣା ଋଣ ଅସୁଲ କରେ। ପରକୁ କଷ୍ଟ ଦେଇ ବା ଅନ୍ୟର ହକ୍ ମାରି ଅଣାଯାଇଥିବା ଧନରେ ପିଲାଙ୍କ ପାଳନ କଲେ, ସେହି ପାପର ପ୍ରଭାବରେ ସନ୍ତାନର ରକ୍ତରେ ମିଶିଯାଏ। ଏହା ସନ୍ତାନକୁ କୁପଥଗାମୀ ଓ ଅବାଧ୍ୟ କରିଦିଏ। ମାନେ ନିଜେ ନିଜ ବାପା ମାଙ୍କୁ ଅନାଥ ଆଶ୍ରମରେ ଛାଡ଼ନ୍ତି ବା ଘରୁ ବାହାର କରିଦିଅନ୍ତି, ସେମାନେ ପ୍ରକୃତିର ନିୟମ ଅନୁସାରେ ନିଜ ସନ୍ତାନଙ୍କଠାରୁ ସମାନ ବ୍ୟବହାର ପାଆନ୍ତି। ଶ୍ରୀକୃଷ୍ଣ କହିଲେ, ନାରଦ, ଅନ୍ଧ ମୋହରେ ପଡ଼ି ସନ୍ତାନର ଭୁଲକୁ ପ୍ରଶ୍ରୟ ଦେବା ଏକ ଅଧର୍ମ। ଯେଉଁ ପିତାମାତା ସନ୍ତାନକୁ ଭୁଲ ବାଟରୁ ଅଟକାନ୍ତି ନାହିଁ, ସେହି ସନ୍ତାନ ପରବର୍ତ୍ତୀ ସମୟରେ କୁସନ୍ତାନ ସାଜି ପିତାମାତାଙ୍କ ଦୁଃଖର କାରଣ ହୁଅନ୍ତି। ଶ୍ରୀକୃଷ୍ଣ କହିଲେ, ସନ୍ତାନ ହେଉଛି ଆମର କର୍ମର ଦର୍ପଣ। ଆଜି ତୁମେ ତୁମ ପିତାମାତାଙ୍କ ପାଇଁ ଯାହା, କାଲି ତୁମ ସନ୍ତାନ ତୁମ ପାଇଁ ମଧ୍ୟ ତାହା ହିଁ ହେବେ। ତେଣୁ ସୁସନ୍ତାନ ପାଇବାକୁ ହେଲେ ପ୍ରଥମେ ନିଜକୁ ଏକ ସୁସନ୍ତାନ ଭାବେ ଗଢ଼ିବାକୁ ପଡ଼ିବ ଏବଂ ଜୀବନରେ ଧର୍ମର ପାଳନ କରିବାକୁ ହେବ। ଶ୍ରୀକୃଷ୍ଣ କହିଲେ, ନାରଦ, ଏହି ସଂସାରରେ ସବୁ ସମ୍ପର୍କ ଏକ ଲେଣଦେଣ ବା ଆଦାନ ପ୍ରଦାନର ଚକ୍ର। ମଣିଷ ଭାବେ ଯେ ସେ ନିଜ ସନ୍ତାନକୁ ବଡ଼ କରୁଛି, କିନ୍ତୁ ପ୍ରକୃତରେ ସେ ନିଜ ପୂର୍ବ ଜନ୍ମର କର୍ମଫଳକୁ ହିଁ ପାଳନ କରୁଛି। ପ୍ରଭୁ ବୁଝାଇଲେ, ଯେଉଁ ପିତାମାତା ମୋ ପୁଅ ମୋତେ ବୁଢ଼ାଦିନେ ଖୁଆଇବ ଏବଂ ସ୍ୱାର୍ଥ ବା ଆଶା ରଖି ସନ୍ତାନକୁ ବଡ଼ କରନ୍ତି, ସେମାନେ ପ୍ରାୟତଃ ଶେଷରେ କଷ୍ଟ ପାଆନ୍ତି। କାରଣ ଯେଉଁଠି ଆଶା ଥାଏ, ସେଠାରେ ଦୁଃଖ ନିଶ୍ଚିତ। କିନ୍ତୁ ଯେଉଁମାନେ ସନ୍ତାନକୁ ଭଗବାନଙ୍କର ପ୍ରସାଦ ମାନି ନିଷ୍କାମ ଭାବେ କର୍ତ୍ତବ୍ୟ କରନ୍ତି, ସେମାନେ କେବେ ବିଚଳିତ ହୁଅନ୍ତି ନାହିଁ। ଶ୍ରୀକୃଷ୍ଣ କହିଲେ, ନାରଦ, ପିଲାଙ୍କୁ ଧନ ସମ୍ପତ୍ତି ଦେବା ଅପେକ୍ଷା ସଂସ୍କାର ଦେବା ଅଧିକ ଜରୁରୀ। ସମ୍ପତ୍ତି ଥିବା ସନ୍ତାନ କୁପଥଗାମୀ ହୋଇପାରେ, କିନ୍ତୁ ସଂସ୍କାର ଥିବା ସନ୍ତାନ କେବେ ବି ପିତାମାତାଙ୍କୁ
ପର କରିପାରେ ନାହିଁ। ଶେଷରେ ଶ୍ରୀକୃଷ୍ଣ ଏକ କଠୋର ସତ୍ୟ କହିଲେ, ଆଜି ତୁମେ ତୁମ ପିତାମାତାଙ୍କ ସହ ଯେଉଁ ବ୍ୟବହାର କରୁଛ, ତୁମ ସନ୍ତାନ ସେହି ବ୍ୟବହାର ଶିଖୁଛି। ତୁମେ ତୁମ ପିତାମାତାଙ୍କ ପାଇଁ ଯେଉଁ ବୃଦ୍ଧାଶ୍ରମର ଦ୍ୱାର ଖୋଲୁଛ, ମନେ ରଖ, ସେହି ଦ୍ୱାର ଦିନେ ତୁମ ପାଇଁ ଅପେକ୍ଷା କରିଛି। ନାରଦ ପ୍ରଭୁଙ୍କ ଚରଣରେ ପ୍ରଣାମ କରି କହିଲେ, ପ୍ରଭୁ, ଆପଣ ସତ୍ୟ କହିଛନ୍ତି। ସଂସାର ମାୟାର ବଶବର୍ତ୍ତୀ, କିନ୍ତୁ ଭକ୍ତି, ସେବା ଏବଂ ସଂସ୍କାର ହିଁ ମଣିଷକୁ ଏହି କର୍ମର କଠୋର ଚକ୍ରରୁ ମୁକ୍ତି ଦେଇପାରିବ। ବନ୍ଧୁଗଣ, ଏ କାହାଣୀ ଆମକୁ ଶିକ୍ଷା ଦିଏ ଯେ ଯଦି ଆମେ ଜୀବନରେ ଶାନ୍ତି ଚାହୁଁ, ତେବେ ଆମେ ନିଜ କର୍ମକୁ ଶୁଦ୍ଧ କରିବାକୁ ହେବ ଏବଂ ବୃଦ୍ଧ ହେଲେ ପିତାମାତାଙ୍କୁ ଅଦରକାରୀ ନୁହଁ, ବରଂ ଆଶୀର୍ବାଦର ଭଣ୍ଡାର ବୋଲି ମାନିବାକୁ ହେବ। ତେବେ ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଛି, ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ କମେଣ୍ଟରେ ରାଧେ ରାଧେ ନିଶ୍ଚୟ ଲେଖିବେ।